କଳାପତଟି ପୁଷ୍ପ ଘୁଟି ହଳ ଝିଅ ହେଲେ ମା ଶାଲିନୀ ରତ୍ନଗଡ଼ର ମହାରାଜା ଆଉ ରାଣୀ ତାଙ୍କ ଭାଇ ଦୁଷ୍ମନ୍ତ ପାଇଁ ତୋତେ ଆଜି ଦେଖା କରିବା ପାଇଁ ଆସିଛନ୍ତି ଲୋ ଝିଅ ଜାଣିଛୁ ନା ହେଲେ ବନ୍ଧୁ ରତ୍ନଗଡ଼ ରାଜା କହନ୍ତୁ ମହାରାଜ। ହେଲେ ମୋ ଝିଅ ଶାଲିନୀ ଆସି ତମ ନିକଟକୁ ପହଞ୍ଚି ସାରିଛି। ହେଲେ ଆପଣଙ୍କ ଝିଅ ଶାଲିନୀକୁ ଦେଖି ସାରିଲା ପରେ ଆମେ ଆମର ନିଷ୍ପତ୍ତି ପ୍ରକାଶ କରିବୁ ମହାରାଜ। ଆମେ ସମସ୍ତଙ୍କର ପସନ୍ଦ ହେଇଛି ମହାରାଜ। ଏପରି ସୁପୁତ୍ରୀକୁ ମୁଁ ବୋହୂ କରି ନେବା ପାଇଁ ମନ ମୋର ଭାରି ପ୍ରଫୁଲ୍ଲିତ ହୋଇଉଠିଛି ମହାରାଜ। ହଁ ବନ୍ଧୁ ଏଥିରେ ଆପଣଙ୍କ ମତାମତ କ'ଣ ଅଛି ମହାରାଜ? ହେଲେ ମୋ ମତରେ ମଧ୍ୟ ଆପଣଙ୍କ ଭାଇ ସୁମନ୍ତକୁ ଇଚ୍ଛା ଅଛି। ନିଶ୍ଚୟ ତାକୁ ବିବାହ କରି ଆୟୋଜନ କରି ଦେବି, ବିବାହ ତାକୁ କରିଦେବି ମହାରାଜା। ହେ ମହାରାଜ, ବର୍ତ୍ତମାନ ଦେଖୁ ଦେଖୁ ହେଇଯାଉଛି ଅନେକ ବିଳମ୍ବ, ଅତି ସମୟ ବିତି ଯାଉଛି। ହେଲେ ମୁଁ ଗୋଟେ କଥା କହିବି ମହାରାଜ। କୁହନ୍ତୁ ମହାରାଜ। ଆସନ୍ତା ଫଗୁଣ ପଞ୍ଚମୀ ତିଥିରେ ଗୋଟେ ବିବାହର ଭଲ ଯୋଗ ଅଛି। ସେହି ଯୁଗରେ ଆମେ ଶାଲିନୀ ଆଉ ସୁମନ୍ତର ବାହାଘରଟା ସାରି ଦିଅନ୍ତିନି ମହାରାଜ? ନିଶ୍ଚୟ ମହାରାଜ, ନିଶ୍ଚୟ ସେଇ ଯୁଗରେ ବିବାହ କରିଦେବା। ଆପଣଙ୍କ ସମ୍ମତି ହେଲେ ଏହି ବିବାହ କାର୍ଯ୍ୟର ଆୟୋଜନ ଆମେ ଆରମ୍ଭ କରିବୁ ମହାରାଜ। ନିଶ୍ଚୟ ପୁତ୍ର ସୁମନ୍ତ, ରାଜପୁତ୍ର ସୁମନ୍ତ। ହଁ ବାପା। ହେଲେ ମୋ ଝିଅ ଶାଲିନୀକୁ ତମର ପସନ୍ଦ ଆସିଲା ତ? ହଁ ହଁ ବାପା, ମୋ ଭାଇଙ୍କ ଆଉ ମୋ ଭାଉଜଙ୍କ ପସନ୍ଦ ମାନେ ମୋର ବି ଭାରି ପସନ୍ଦ। ହେଲେ ମା ଶାଲିନୀ, ହେଲେ ରତ୍ନଗଡ଼ ରାଜପୁତ୍ରକୁ ତୋରି ପସନ୍ଦ ଆସିଲା ତ? ପିତା, ଆପଣ ହେଉଛନ୍ତି ମୋ ପିତା, ଆପଣ ହେଉଛ ମୋ ଇଷ୍ଟ ଦେବତା। ଆପଣ କେବେ ମଧ୍ୟ ଭୁଲ ନିଷ୍ପତ୍ତି ନେବେନି। ନିଶ୍ଚୟ। ହେଲେ ମହାରାଜା, ତମରି କଥାରେ ଆମେ ପ୍ରସ୍ତୁତ ହେଇ ବିବାହର ଆୟୋଜନ କରିବା। ଆପଣଙ୍କ କଥା ଶୁଣି ଶାନ୍ତ ହେଲା ଜୀବନ ମୋହର ମହାରାଜ। ତାପରେ ଆଉ ଶୁଭ କାର୍ଯ୍ୟରେ ବିଳମ୍ବ କାହିଁକି ମହାରାଜ? ମହାରାଣୀ ସୁରଭି, ସ୍ୱାମୀ ତମର ପସନ୍ଦ କ'ଣ ହୋଇଛି ମହାରାଣୀ? ଅବିଳମ୍ବ ପ୍ରକାଶ କର। ଦେଖୁଛି। ଆଲୋ ମା, ତମକୁ ମୁଁ ଗୋଟିଏ କଥା କହୁଛି। ହେଲେ ମୋ ସାନ ଦିଅର ବାବୁକୁ ସତରେ ଭଲ ପାଇଲୁ ତ? ହଁ ପା, ତାକୁ ବହୁତ ଭଲ ପାଏ। ସତ କହୁଛ? ହଁ। ଏ ଭାଉଜ, ସ୍ୱାମୀ, ଏଥର କ'ଣ କରିବା? ତାହେଲେ ଆମ ନିଜ ରାଜ୍ୟକୁ ଫେରି ଯାଇ ବିବାହର ବନ୍ଦୋବସ୍ତ କରିବା ମହାରାଣୀ। ଆଉ କ'ଣ କରିବା? ଶୁଭ ବେଳରେ ଆଉ ବିଳମ୍ବ କାହିଁକି ମହାରାଣୀ? ଆସନ୍ତୁ ମହାରାଜ, ମହାରାଜ ପୁଷ୍ପଧ୍ୱଜ ଆସନ୍ତୁ, ଥରେ ହେଇଯାଉ ବନ୍ଧୁତ୍ୱର ମିଳନ। ମହାରାଜ ପୁଷ୍ପଧ୍ୱଜ ମହାରାଜ ଆସନ୍ତୁ, ଥରେ ହେଇଯାଉ ବନ୍ଧୁତ୍ୱର ମିଳନ। ନିଶ୍ଚୟ ହବ ମହାରାଜ, ନିଶ୍ଚୟ ହବ। ହେଲେ ମହାରାଜ ପୁଷ୍ପଧ୍ୱଜ, ହଁ ମହାରାଜ। ବର୍ତ୍ତମାନ ଦେଖୁ ଦେଖୁ ହେଲାଣି ଅନେକ ସମୟ। ଫେରିଯିବୁ ଆମେ ଆମର ରାଜ୍ୟକୁ। ଏବେ ଆମକୁ ଅନୁମତି ଦିଅନ୍ତୁ ମହାରାଜ। କାହିଁକି ନା ବିଳମ୍ବରେ ପ୍ରୟୋଜନ। ଅତି ଶୀଘ୍ର ଆପଣ ଯାଇ ଆପଣ ରାଜ୍ୟରେ ବିବାହର ପ୍ରୟୋଜନ କରନ୍ତୁ ମହାରାଜ। ତାହେଲେ ଆମକୁ ଆଦେଶ ଦିଅନ୍ତୁ ମହାରାଜ। ନିଶ୍ଚୟ ମହାରାଜ, ଆଦେଶ ଯାଉଛି। ଆପଣ ରାଜ୍ୟକୁ ତାହେଲେ ଯିବା ମହାରାଣୀ। ଆରେ ଭାଇ ସୁମନ୍ତ, ସୁମନ୍ତ, ଚାଲ ଘରକୁ ଆମେ ଫେରିଯିବା। ତାହେଲେ ଟିକି ଅଛି ଭ୍ରାତା।
ମହାରାଣୀ ମଧୁଶୀଲା ହଁ ସ୍ୱାମୀ ବର୍ତ୍ତମାନ ଆମେ ବିବାହର ପ୍ରୟୋଜନ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ମହାରାଣୀ। ହଁ ସ୍ୱାମୀ ହେଲେ ଅତି ଶୀଘ୍ର ବିଶ୍ରାମ କକ୍ଷକୁ ଚାଲିଯିବା ମହାରାଣୀ। ହଁ ସ୍ୱାମୀ ବିଶ୍ରାମ କକ୍ଷରେ ଯାଇ ବିବାହର ଆୟୋଜନ କରିବା। ଠିକ୍ ଅଛି ସ୍ୱାମୀ।